রাম এই পালা আরে ভিলিয়ান ডাইলগ হ্যাঁ যদি টিকিର କାନାରା ହଉଛନ୍ତି କୋଉଥିରେ ନାଚପାଟିରେ ଡକା ହଉଛି ଆରେ କୋମଳତା ନାହିଁ ଭାଷାରେ ମା କେମିତି ପୁଅକୁ ଡାକିବ ରାମ ରାମ ମୁଁ ଶୁଣୁଛି ଆଜ୍ଞା ସ୍କୁଲରେ ଇଏ ପୁଣି ପାଲା ବାଲା ଆର୍ଯ୍ୟାବର୍ତ୍ତର ଝିଅ ହଉଛନ୍ତି ପରମ କାରୁଣୀ ମା ମା ପରମା ବୈଷ୍ଣବୀ ବୈଷ୍ଣବୀ ତାଙ୍କୁ ଆମେ ଅସତୀ କହିବା ସେଇ କଥା ଆଜ୍ଞା ଇଏ ବୋଧେ जो एक नंबर गायक कहते होता तांकरी साथे टिके मिसुछंती तो आज्ञा ये बोधे टिके टिके पकईलेनी काली बाड़ी सजना छुई हला हेइटी हो जणा पड़ानी आ आज बिछुआदी डांगरे बाड़ी आई लेगिले गागे ग्रधे राज छुआदो बके बरद कृपा दंड गार नियम धिया रामचंद्र प्रेममय परम भावमय परम रसमय परम कल्याणमय बेस बेस अनंत कोटि ब्रह्मांड नायक सत्यनारायण पदार बिंदरे आज्ञा अम्मान कर अनंत कोटि प्रणाम कलिकल मुसनाशक जगतर नाथ जगन्नाथ महाप्रभु चरणार बिंदरे बिंदरे अकर्म कर्म देख शंकर भगवान सोमनाथ देव चरणार बिंदरे स्थानाधीश राघवेंद्र सरकार आज्ञा मर्यादावंत रघुनाथ चरणार बिंदरे अंजनेय बजरंग बाली चरणार बिंदरे अनंत कोटि प्रणाम जन सारिबा परे आज तृतीय रजनी आज्ञा द्वितीय स्तबक मंजासीन बाबा रुन्नीभूत समस्त भक्त प्रेमी सज्जन मानक हृदय कंदर विराजमान कर सचिदानंद चरणार बिंदरे आम्भमान अनंत कोटि प्रणाम हेलो पार्टी करना एटाও কাটো এটাও কাটি এটাও বড়া हां আমি যাব না काली बाड़ी सजना छुई हला हेइटी हो जणा पड़ानी आ आज बिछुआदी डांगरे बाड़ी आई काली से सजना छुई बाड़ीवा कथा कहिथिले माने सकाळु आ आज्ञा राती 4टारू वर्षारे नाहांती गाँ को भयरे अनानी संध्या को आसले गोसे आज्ञा ए जो पाला 4 घंटा सुनिली हां बिछुआदी डांगरे बाड़ी पाला को नष्ट भ्रष्ट कर देला गया ए भली पाला वाला आज्ञा पाला शिखिलानी घोषिलानी आର୍ଯ୍यावर्तर झील होती परम कारुणी माँ माँ परमा वैष्णवी वैष्णवी तांको आमे असती कहबा सेई कथा आज्ञा ये बोधे जो एक नंबर गायक कहते होता तांकरी साथे टिके मिसुछंती तो आज्ञा ये बोधे टिके टिके पकईलेनी चलुची बोधे मु नियम करिछि आज्ञा मदुआ भाड़ुआ साथ पाला करी नहीं करूनी जी मत कहू आज्ञा आणबू मुझे ना मोर पाला अच्छी ये गाँव टिकेट ने ना सीता माँ भी असदी कहते तमें तो रहस्यटा बुझी न माँ को असदी करदेल है आप बसवे आज कहूना कौन कर पाला आप जिदी धरतु
ମୁଁ ସବୁଦିନ ତାଙ୍କ କଥା ପୂରଣ କରୁଛି, ମୋ କଥା ସେ କିଛି କହିବାର ନାହିଁ। ଭଲ ମତ କଣ ଜାଣିବା। ସିଏ ପ୍ରଥମ ଦିନ ଯାହା ପ୍ରଶ୍ନ ପଚାରିଲେ ଆମେ ଉତ୍ତର ଦେଲୁ। ଦିଆହେଇଛି। କାଲି ମୁଁ ପଚାରିଥିଲି ଆଜ୍ଞା ରାମ ନାମ ସତ୍ୟ ହେ, ହରି ନାମ ସତ୍ୟ ହେ, କୃଷ୍ଣ ନାମ କାହିଁକି ସତ୍ୟ କୁହାଗଲାନି? ନାଇଁ ହେଲା ଆଜ୍ଞା? ହେଇନି। ହେଲାନି, ନୋଟ। ହବନି। ନୋଟ। ପଚାରିଥିଲି ଆଜ୍ଞା ରଘୁଙ୍କର ନାଁ କାହିଁକି ଦିଆଯାଇଥିଲା, ହଁ ତାର ତାତ୍ପର୍ଯ୍ୟ କଣ? ରଘୁବଂଶ କାବ୍ୟରେ ସୁନ୍ଦର ଶ୍ଲୋକଟି ଅଛି। ଅଛି। ଇଏ ତ ବହି କିଣନ୍ତିନି, ନୋଟ। ଇଏ ମୋବାଇଲ ଶୁଣିକି ପାଲା ଶିଖିଛନ୍ତି, ନା। ଇଏ କୁଆଡୁ କହିବେ? ଆମ ପାଇଁ ପ୍ରଶ୍ନ ଅଛି। ଅଛି। 32 ବିଦ୍ୟା କେହି ବାଜିବନି। କଣ ପାଲା ତ ହଉଥିଲା ଯାହା ଯାହା, କୌଶଳ ଡାକୁଛନ୍ତି ରାମ। ଏଇ ପାଲା ଆରେ ଭିଲିଆନ ଡାଇଲଗ ଯେମିତି ଟିକିର କାନାର ହଉଛନ୍ତି କୋଉଥିରେ ନାଚପାଟିରେ ଡକା ହଉଛି। ଆରେ କୋମଳତା ନାହିଁ ଭାଷାରେ ମା କେମିତି ପୁଅକୁ ଡାକିବ ରାମ ରାମ। ମୁଁ ଶୁଣୁଛି ଆଜ୍ଞା ସ୍କୁଲରେ, ଇଏ ପୁଣି ପାଲା ବାଲା। ତମକୁ ତ ରସ ଜଣା ନାହିଁ, ପାଲା କାହିଁକି ଧାଇଁଛ? ତଥାପି ସମୟ ଦେଲି। ଆଜ୍ଞା କଣ ଆଜ୍ଞା ରାମଙ୍କର ଭୁଲ ବାଛିବେ? ବସୁଧା ମୁଁ କହିବି, ତାଙ୍କୁ ଟିକେ ଡାକ, ସେ କହିବେ। ହବନି, ହବନି। ତାଙ୍କୁ ଡାକ। କଳି ଯୁଗରେ ଆମେ ନଉଛେ କଣ? ରାମସ୍ୟ ସୀତା, ବାଳିଶ ତାରା। ପ୍ରଶ୍ନ ପଚାରୁଛି କାହିଁ ସୁଗ୍ରୀବଶ ତାରା ହେଲା, ପଚାରୁଛନ୍ତି କିଏ? ବସୁଧା ମା। କଣ କରିବା ଏଥିରେ ଆଜ୍ଞା? ତ୍ରେତୟା ଯୁଗ ସରିନି, ଚାଲିଛି ତାଙ୍କର ଯୁକ୍ତି। ସେଠି ପଚାରୁଛନ୍ତି ନା କାହିଁକି ସୁଗ୍ରୀବଶ ତାରା ହେଲା। ମୁଣ୍ଡ କାମ କରୁନି, ଭୟ ଭୟ। ବିଛୁଆତି ଡାଙ୍ଗରେ ବାଡେଇବି, ଆଜି ଦିହ ଯାକ ଘା କରିଦେବି। ହଁ 32 ବିଦ୍ୟା ବିଦ୍ୟା କି ନାହିଁ? ଚା ଟିକେ ଆଣିଲେ ଗରମ ହେଇଯିବ। ମା ଚୋପା ଛଡେଇ ଦେବେ ତମର। ପାଲା ଶିଖଉଛନ୍ତି ଏଠି। ଚାଲେ ଭାଇ, ଯାହା କଥା ଗୋଟିଏ କାଟିବନି ନା, ସବୁ ଓଡିଶା ସାରା ଦେଖିବେ। କାହିଁ ତାଙ୍କର ତମ ସହିତ ସମ୍ପର୍କ ଅଛି ମୁଁ ଜାଣୁଛି। ହଁ ସେ କହିବେ ଏଟା କାଟିଦିଅ, ଆଉ କାଟିଲେ ଓଡିଶାରେ ଯୋଉ ମଞ୍ଚକୁ ତମେ ଯିବ ମୁଁ ବନ୍ଦ କରିବି। ହଁ ଗୋଟିଏ ଧାଡି କାଟିବନି। ଓଡିଶା ଯାକ ଦେଖନ୍ତୁ ସୋନାଦାସ ଗଣମାତ୍ର ପାଲା କେମିତି ହଉଥିଲା ବାସନ୍ଦାରେ। ହଁ ପ୍ରଚାର ପ୍ରସାର ହବ। ଆଚ୍ଛା ଭଲ କଥା। 32 ବିଦ୍ୟା। 32 ବିଦ୍ୟା ଗୋଟିଏ ଗୋଟେ ତ କରିବା ପୂରଣ। ମୁଁ ପୁରା କହିଛି ମହାପତ୍ରେ କୋଉଠି ଅଟକିବେ ନାହିଁ। ନାଇଁ। ଯେତେ ପ୍ରଶ୍ନ ପଚାରୁଛ ପଚାର, ଉତ୍ତର ହବ। 18 ବିଦ୍ୟା କହିଛନ୍ତି। ଆଉ ରହିଲା କେତେ? 14। ରଘୁ ଆଜ୍ଞା ପଢି ନାହାନ୍ତି। ନା 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 ନା, ରଘୁ ପଢିନଥିଲେ 32 ବିଦ୍ୟା। ବିଶ୍ୱରେ ଜଣେ ପଢିଥିଲେ 32ଟା ଦାନ୍ତର 32 ବିଦ୍ୟା। ସିଏ ହଉଛନ୍ତି ରାଜା ନଳ। ରଘୁ ନୁହଁ, ଭୁଲ। ଛକ ପକା। 32 ବିଦ୍ୟା କେବଳ ସାଧନ କରିଥିଲେ ରାଜା ନଳ ବାପା। ଆଜ୍ଞା ଆଉ କେହି ନୁହଁ। ହେଲା ତ ପଚାରିଛ ପ୍ରଶ୍ନ ଉତ୍ତର ଦେଇଦବା। 18 ବିଦ୍ୟା ଯାଇଛି, ଆଉ 14। ସୁର ହିସାବ କରେ କୁହନ୍ତୁ କି ନାହିଁ? କୋଲାକାଶ ଭୂମି ପାତାଳ ସର୍ବସ ପ୍ରାଗ ପ୍ରସିଦ୍ଧ କୃଷି ତ୍ରୟ ବାସ୍ତୁ ଜୈବ। ये तो तुम द्वात्री संग विद्या। ଆସୁ ଆସୁ ମୁଁ ଉତ୍ତର ଦଉଛି ନା ନାଇଁ? ସାଙ୍ଗେ ସାଙ୍ଗେ ମୂଳରୁ ନାହିଁ, ଏଥିରେ ଟାଣ ଜବର। ଛାତି ମରା ବ୍ୟତୀତ ତମ ପାଲାରେ ଆଉ କିଛି ନାହିଁ। ନୋଟ। ଆଏ ବାପା, କାଲି ତ ମୁଁ ରଘୁବଂଶ କଲି। ଜଣେ ପାଲାକାର ଧର୍ମ ଆଜି ତମେ ନୈଷଧ କରିଥାନ୍ତ, କୁମାର ସମ କରିଥାନ୍ତ, ଭାର ବି କରିଥାନ୍ତ, କି ଶିଶୁପାଳ ବଧ କରିଥାନ୍ତ। ତା ନିୟମ। ଜଣେ ଗାୟକ କାବ୍ୟ ଆରମ୍ଭ କରିଦେଇଛି ମାନେ ଚାଲିବ କାବ୍ୟରେ, ଆଉ ପଛକୁ ଫେରିବାର ନୁହଁ। ଇଏ ଶିଖି ନାହାନ୍ତି। ମାସେ ପାଲା କରିବା ଦମ୍ଭ ଅଛି। ମାସେ 1 ନମ୍ବର ଗାୟକ ନୃଶ୍ୟ ହତା। ମୁଁ ଦେଖିନି ଖୁଣ୍ଟି ଧରିକି ଶୋଇବ। ସେ ଲୋକ ଦ୍ୱାରା ପାଲା କରୁନୁ ଆମେ। ଓଡ଼ିଶା ଲୋକ କଣ କହନ୍ତୁ ଆମକୁ? ଆମେ ସ୍ୱଚ୍ଛ ପବିତ୍ର, ନିଶା ପାଣି ନାହିଁ, ନିଶା ବାଲାଙ୍କ ସାଥିରେ ବସିବୁ ନାହିଁ। ତ
ତମେ ଡାଙ୍ଗ ହେଇଥିଲ ଏବେ ତାଙ୍କ ସାଥିରେ ଟିକେ ଟିକେ ନେଇକି ମତେ ତମ ଚେହେରା ଟିକେ ହେଲାଣି ମୁଁ ଯା ଜାଣୁଛି ଆସୁ ଗଣେ ଗଣେ ଆଉ କୁହନ୍ତୁ ଆଜ୍ଞା। ଆକାଶ 1 ଭୂମି 2 ପାତାଳ 3 ଇଏ ତିନି ତତ୍ତ୍ୱକୁ ସାଧନ କରିଥିଲା ଆଜ୍ଞା କିଏ? ଏ ନଳ ହୁଅନ୍ତୁ ରଘୁ ହୁଅନ୍ତୁ ଝିଅ ହଉନ୍ତୁ ତିନି ବିଦ୍ୟା ଷୋଡ଼ରସ ହଁ 6ଟା ରସ ମଧ୍ୟ ଜଣା ଆଜ୍ଞା ଜଣା ଥିଲା। ଏ ମା ହଁ ନଳଙ୍କୁ ଆଚ୍ଛା 6 ପ୍ରକାର ରସ କେମିତି ଆସିବ ହଁ ସ୍ୱାଦ ବେଶ। ତାହା ମଧ୍ୟ ସାଧନ କରିଥିଲେ ଏ। ରାଜା ନଳ। ନଳ କେତେ ହେଲା? ନ ହେଲା ପ୍ରାକ ପ୍ରସିଦ୍ଧ ବେଶ ରୋଷେଇ ରୋଷେଇ ହଁ ସୁପକାର ପାକ ପ୍ରସିଦ୍ଧ ଆଜ୍ଞା ନଳଙ୍କ ଠାରୁ ଆଉ ରୋଷେଇ କିଏ ସାର ଅଛି? ନାଇଁ 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 ଏକ ଏଇ ଯୋଉ ଆମ ରାମ ଖେଚେଡି ଚାଲିଛି ସବୁ ପନିପରିବା ପକେଇ ଦେଇକି ଯୋଉ ଖେଚେଡି ହଉଛି ରାମ ଖେଚେଡି କୋଉଠୁ ସୃଷ୍ଟି? ନଳ ରାଜା ନଳଙ୍କ ଠାରୁ ଆଜ୍ଞା ସବୁ ସ୍ୱାଦ ହେଇଯିବ ପୁଅ ବେଶ ତା ସ୍ୱାଦ କେହି ହେବେନି ମା ନା। କହନ୍ତି ରାମ ଖେଚେଡି। ଆଚ୍ଛା ଇଏ ନଳ ରାଜାଙ୍କର ହଁ। ରୋଷେଇ ଆଚ୍ଛା ହେଲା କେତେ? 10 କୃଷି ତ୍ରୟ ବେଶ 13 13 ବାସ୍ତୁ 14 ବାସ୍ତୁ ଶାସ୍ତ୍ର ମଧ୍ୟ ଆଜ୍ଞା ରାଜା ନଳଙ୍କୁ ଜଣା। ବେଶ ଏମିତି ହେଲା କେତେ? 14 ବିଦ୍ୟା। ବିଦ୍ୟା ସେ ଯାଇଛି 18 18 ଇଏ ଗଲା 14 ପୁଅ କେତେ ହେଲା? 32 32 ବେଶ ଆଉ ପ୍ରଶ୍ନ କଣ କହିଲି? ପ୍ରଶ୍ନ ତ ଉତ୍ତର ସରିଲେ ପାଲା ସରିବ। ଆଉ ମୁଁ ସେଇଥିପାଇଁ କହେ ଦୁର୍ବଳ ଗାୟକ କେତେ ପ୍ରଶ୍ନ ଦିଆଯାଇଛି ଥାକେ 18ଟା ପ୍ରଶ୍ନ ଦିଆହଉଛି ତମେ ତ 18 ପ୍ରଶ୍ନ ଦେବ ବିଷୟ କେତେବେଳେ କରିବ? ସେଇ କଥା ଯାଅ ଆଜ୍ଞା ମୁଣ୍ଡେଟି ହାତ ମାରିଦିଅ ମ ଆଇସ ତ ମୁଣ୍ଡେଟି ହାତ ମାରିଦିଅ ଆଶୀର୍ବାଦ ଟିକେ ଥାଉ। ଆଜ୍ଞା ଆଜ୍ଞା ଯାହା ହଉ ବାପା ମୋର କୁହ ଆଜ୍ଞା ପାଲାକୁ ଭାରି ଭଲ ପାଆନ୍ତି। ପାଲା ତାଙ୍କ ଜୀବନ। ବେଶ କେତେ ବୟସରେ ଆଜ୍ଞା ପାଲା ତାଙ୍କ ଜୀବନ। ଜୀବନ ଆଉ ସେମିତି ନାରାୟଣ କଲ୍ୟାଣ ଗୀତ ସେମିତି 22 ମୌଜା ପ୍ରତ୍ୟେକ ମଞ୍ଚରେ ଆଜ୍ଞା, ଉପସ୍ଥିତ ହୋଇ ଏ। ପାଲାବାଲାଙ୍କୁ ଉତ୍ସାହିତ କରିଥାନ୍ତି ଆଉ କିଛି ନାହିଁ। ଆଜ୍ଞା ଆଜ୍ଞା ଆଉ ରହିଛି ଏ ନିୟୋଗ ପ୍ରଥାରେ କୋଉଠି ଆଜ୍ଞା ସନ୍ତାନ ଉତ୍ପନ୍ନ ହେଇଛି ବେଶ ସେ ତ ଅଛି। ସିଏ କହିପାରିବେନି ନା ତାଙ୍କର ଖାଲି ହବନି ପଚାରି ଜାଣିଛ ହଁ ଏ ପୁଅ ଆଜ୍ଞା ନିୟୋଗ ପ୍ରଥାରେ ବେଶ ତ୍ରେତୟା ଯୁଗରେ ଆଜ୍ଞା କୋଉଠି ହେଇଛି ସନ୍ତାନ ଉତ୍ପନ୍ନ? କୋଉଠି ବଶିଷ୍ଠ ହଁ ଗୁରୁଜୀ ଏ। ରମଣ କରିଥିଲେ ଏ। ମଦୟନ୍ତୀଙ୍କି ହଁ ତାଙ୍କରି ଗର୍ଭରୁ ସନ୍ତାନ ସୃଷ୍ଟି ହେଇଥିଲା ଅସ୍ମକ। ଠିକ ପଣ୍ଡିତ ଏ ଖା ନା ଟିକେ ଶୁଣ ଲେଖ ଲେଖ ଲେଖି ଟିକେ ଘୋଷ ପାଠ ଘୋଷ ଇଏ ମାଳ ଛିଡେଇବାରେ ପାଲା ନାହିଁ କାହିଁକି କାହିଁକି ନା ସୌରଦାସ ଆଜ୍ଞା ଥିଲେ ଅଯୋଧ୍ୟା କଟକର ରାଜା ରାଜା ୟାଙ୍କର ପୁଣ୍ୟ ବଳ ଏତେ ବଢିଲା ବେଶ ଯାହା ହଉ ଜ୍ଞାନୀ ମଣ୍ଡଳୀ ହଁ ଜଣେ ରାକ୍ଷସ ଆସି ତାଙ୍କ ଘରେ ଆଶ୍ରୟ ବ୍ରାହ୍ମଣ ରୂପରେ ସୁପକାର ଆଜ୍ଞା ଏ ମା ହଁ ଦିନେ ବଶିଷ୍ଠ ଆସିଛନ୍ତି ଏ ଖାଇବା ପାଇଁ ମାଗିଛନ୍ତି ହଁ। କହିଲେ ମୋର ମୃଗ ମାଂସ ଦରକାର। ଦରକାର ଏତିକି ବେଳେ ଏ ରାକ୍ଷସତା ଆଜି କପଟତାରେ ଦୁଃଖ ଦବା ପାଇଁ ଆଚ୍ଛା ଇଏ ମୃଗ ମାଂସ ପରିବର୍ତ୍ତେ ନର ମାଂସ ଦେଇଛି ଗୁରୁଜୀ ବଶିଷ୍ଠଙ୍କୁ। ଆଜ୍ଞା ବଶିଷ୍ଠ ଯେତେବେଳେ ବାପା ଚଳୁ କରିକି ହଁ ଜାଣିଦେଲେ ଇଏ ହଉଛି ନରମାଂସ ନର ମାଂସ ଅଭିଶାପ ଦେଲେ ଏ। ତୁ ଯେହେତୁ ମତେ ମଣିଷ ମାଂସ ଦେଇଛୁ ହଁ ତୁ ଆଜିଠାରୁ ରାକ୍ଷସ ହେଇଯା। ହେଇଯା ଇଏ ରାକ୍ଷସ ହେଇକି ବୁଲିଲେ 11-12 ବର୍ଷ ବୁଲିବା ଭିତରେ 12 ବର୍ଷ ଭିତରେ ଅରଣ୍ୟ ମଧ୍ୟରେ କ୍ଷୁଧା ବାସ୍ ଭ୍ରମଣ କରୁଛନ୍ତି ଖାଇବାକୁ ପାଉନାହାନ୍ତି ଛଟପଟ ହଉଛନ୍ତି ଦେଖିଲେ ଜଣେ ବ୍ରାହ୍ମଣ ଆଉ ବ୍ରାହ୍ମଣୀ ଆସୁଛନ୍ତି। ଆଚ୍ଛା ଏତିକି ବେଳେ ବ୍ରାହ୍ମଣର ମାଂସକୁ ଇଏ ଭକ୍ଷଣ କଲେ ତାକୁ ମାରିକି ବ୍ରାହ୍ମଣୀ ଅଭିଶାପ ଦେଲା ଏ ଯେମିତି ମୋଠୁ ମୋ ସ୍ୱାମୀକି ତମେ ଛଡେଇ ନେଇଛ ତମେ ଯଦି ତମ ସ୍ତ୍ରୀଙ୍କ ସହିତ କେତେବେଳେ ରମଣ କରିବ ତମର ବକ୍ଷ ଫାଟିଯିବ। ଏକଥା ବଶିଷ୍ଠ ଜାଣିଲେ ଆସୁଛନ୍ତି ମନା କରିଦେଲେ କିନ୍ତୁ ଯାହା ହଉ ସେଇ ବଶିଷ୍ଠ ମୁନି ରମଣ କଲେ ସୌଦାସଙ୍କ ନିର୍ଦ୍ଦେଶରେ ମଦନ୍ତୀଙ୍କ ସହିତ ଗର୍ଭ ହେଲା। ଅନେକ ଦିନ ବିତିଗଲା ସନ୍ତାନ ଜନ୍ମ ହେଲାନି ନା କଲେ କଣ ବଶିଷ୍ଠ ଆଜ୍ଞା ଗୋଟା ପଥରରେ ମଦୟନ୍ତୀଙ୍କର ଗର୍ଭକୁ ଚିରିଦେଲେ ସନ୍ତାନଟା ବାହାରିଲା। ପଥରର ଅନ୍ୟ ନାମ ହଉଛି ପଣ୍ଡିତ ଅସ୍ମକ। ପଥରରେ ଚିରିକି ସନ୍ତାନକୁ ଉଦ୍ଧାର କରିଥିବାରୁ ମା ପୁତ୍ରଟିର ନାଁ ରଖିଦେଲେ ଅସ୍ମକ।
ମୁଁ କାଉ ତମ ଭଳିଆ ଓଡ଼ିଆ ନାଟକ କରିବି ନା କାଲି ରଘୁବଂଶ କରିଛି ଏ କାଲି ବି କାବ୍ୟ ହବ ହବ ହଁ ଦେଖିବା ଟିକେ ତମ ଖାତାରେ କେମିତି ଅଛି ଆସୁ ବାପା ଆସୁ ଯୋଡ଼ିଏ ଉତ୍ତର ଗଲା ହଁ ପୁଅ ଆଜ୍ଞା ମଙ୍ଗୁଳାଚଳ ଶ୍ଲୋକଟି ଖାଲି ବୁଝେଇ ଦେଇକି ସାତଟା କଣ ରାମ କରିଛନ୍ତି ଅକୀର୍ତ୍ତି ଚାଲିବ ଦେଖିବା କୋଉ ଜାଗା ଏ ବାପା କେଡ଼େ ଆଡ଼ା ହେ হ্যাঁ হ্যাঁ কালি রঘুবংশ ছাড়িদেলি সে গেডু ভাই মোর তো আমরি অঞ্চল মো গুরুঙ্ সাথে যাই 10 বর্ষ তাকে পচারি কোণ এটু বই হব সে দাঁড়িয়ে কহিদি নদেবী ইন্দ্র সম্পদ আর 12 পদ মনে পড়ুনি আরে ন আসিছি না করেদেলে কোণ বাসন্তর অনুষ্ঠান হল পয়সা কাটিদেবে মশা না আমি গণেশ না ব্রহ্মা আমি স্বল্প শিক্ষা ঘোষি 5টা 10টা বই সেটা করেছে টিকে আনন্দ দেখি পয়সা নেওয়া কথা সার যদি ন আসিছি নাই করিদেলে কোণ আপনার পয়সা কাটিদেবে তেণু এতে কাহিঁকি খালি যা হেলে মঞ্চরে মু ঠিয়াকি দেখুছি নদেবী ইন্দ্র সম্পদ আর পদ মনে কোণ পড়ুনু আয়ে কোণ কথা ইয়ে হও কহিলে রাম হউছন্তি গছ বৃক্ষ ছি ছি তম পালা আয়ে রামায়ণের বৃক্ষ গিয়ে শুণ বাল্মীকি লিখিছন্তি তুমি তো জানিন কাহি পড়ুছ বাল্মীকি কহিলে মু যৌ রামায়ণকু লিপিবদ্ধ করিছি আচ্ছা মো রামায়ণ হଉଛି স্বতন্ত্র গোটাଏ বৃক্ষ বৃক্ষ অর্থ গছ গছ বৃক্ষরে বসিবার ধর্ম আজ্ঞা মাল পক্ষী মানଙ୍କର পক্ষী ମାନଙ୍କର ইয়ে রামায়ণ রূপী বৃক্ষরে কেতে পক্ষী মানে বসিছন্তি আজ্ঞা রাম রঘুনাথ কেতে পক্ষী কি জ্ঞানী মণ্ডলী ଦେଇଛନ୍ତି দণ্ড দণ্ড ଆଉ କେତେ ପକ୍ଷୀ କି ଦେଇଛନ୍ତି ଆଶୀର୍ବାଦ আশীর্বাদ তাহলে କୋଉ ପକ୍ଷୀ ପାଇଲା ଦଣ୍ଡ দণ্ড କୋଉ ପକ୍ଷୀ ପାଇଲା ଆଶୀର୍ବାଦ ଆଜ୍ଞା ଯୋଉ ପକ୍ଷୀ ଅଣ୍ଡା ଦେଲା ସିଏ ପାଇଲା ଆଶୀର୍ବାଦ ଯୋଉ ପକ୍ଷୀ ଅଣ୍ଡା ନ ଦେଲା ସିଏ ପାଇଲା ଦଣ୍ଡ ଆଉ ବସେ କଣ କଲାରେ ଶୁଣ ଦାସଙ୍କ ଭଳି ତୁ କହୁଛୁ ଆଉ କୋଉ ପକ୍ଷୀ ପାଇଲା ଦଣ୍ଡ ଦଣ୍ଡ କୋଉ ପକ୍ଷୀ ପାଇଲା ଆଶୀର୍ବାଦ ଆଶୀର୍ବାଦ ଦେଖନ୍ତୁ ମା କୁହନ୍ତୁ କାକେ କ୍ରୋଧେନଂ ଯଚ୍ଛ୍ୱାଦ ସାରେ ଅବଶ୍ୟ ଆମେ ପାଲା ଗାଉଛୁ ବୋଲି କହିବା କଥା ନୁହଁ ନା ମଞ୍ଚ ଉପରେ ରାମଙ୍କ ଦରବାରରେ ମା ବସିଛ ବି ଏ ମା ଯିଏ ଗଲେଣି ଯାଆନ୍ତୁ ଯାଆନ୍ତୁ ଯେତିକି ବସିଛ ବସ ହଁ ହଁ ଗୋଟାଏ ରାତି ପର୍ଯ୍ୟନ୍ତ ପାଲା ହଉଛି ହଉ ପୁଣି ବଞ୍ଚିଥିଲେ ବର୍ଷେ ବର୍ଷେ ନା ଆଉ ଯିଏ ଗଲେଣି ହଁ। ଆର ଜନ୍ମରେ ସିଏ ଆଉ ନାରୀ ଜନ୍ମ ପାଇବେନି ଆଉ କଣ ଆଜ୍ଞା ଛେଳି 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 ଜନ୍ମ ପାଇବେ ଭଲ। ଯିଏ ଯୋଡ଼ିକ ଯାକ ଥାକ ବସିକି ପାଲା ଶୁଣିବେ ଆଜ୍ଞା ଆର ଜନ୍ମରେ ପୁଣି ଆପଣମାନେ ସତୀସ୍ୱାଦୀ ହେବେ ହେବେ ନା ଆଉ ଯିଏ ଗଲେଣି ହଁ ସିଏ ଛେଳି ଜନ୍ମ ପାଇବେ କଟା ହେବେ ବାସ୍ ମଟନ ତେଣୁ ତମେ କଟା ନା ଯୋଉ ମା ମାନେ ବସିଛ ହଁ ସେ କଥା ଚିନ୍ତା କର ନା ବସ ଘଣ୍ଟା ଭିତରେ ପାଲା ସାରିବା ଯିବା ଆଜ୍ଞା ହଁ ପ୍ରଭୁ ବିରକ୍ତ କାଲି ଆସିବ ହଁ ଆଚ୍ଛା ତେବେ ଆଜ୍ଞା କାକେ କ୍ରୋଧେନଂ ଯଚ୍ଛ୍ୱାଦ ଆଜ୍ଞା ରାମାୟଣରେ ଯୋଡ଼ିଏ କାକ ଚରିତ୍ର ଆଜ୍ଞା କୁହନ୍ତୁ ଗୋଟିଏ ଆଜ୍ଞା ଅସଲି କାକ ବାସ୍ ଆଉ ଗୋଟିଏ ନକଲି କାକ ଏ ମା ଆଜ୍ଞା ଅସଲି କାକ କିଏ କିଏ ଭକ୍ତ ଭୂଷଣ୍ଡୀ ବାସ୍ ନକଲି କାକ କିଏ ସିଏ କାକ ନଥିଲା ଆଉ କଣ ଥିଲା ମାୟାରେ କାକ ରୂପ ଧରିଲା ଧରିଲା ଓ, ଆରେ ସେ କିଏ କିଏ ସେ ସନ୍ଥ ତୁଳସୀ ଦାସ ହଁ। ରାମଚରିତ ମାନସ ଆସୁ ଆସୁ কোলা সুরপতি সুত ধরি শ্রীরাম জয় রাম জয় জয় আদি সুরপতি সুত ধরি শ্রীরাম জয় রাম জয় জয় আদি সন্ধ ঘরে শ্রীরাম জয় রাম জয় জয় রাম জয় হনুমান টিকে বেশ বড়াও বেশ টিকে বড়া বেশ বেশ তবে ଆଜ୍ଞା সুরপতি সুত ধরি বায়স বেশা ବେଶା আগু ভাই আসুন সৌ সদাବେଳେ ଆଉ ଆଗକୁ ସବୁଠି ଦର୍ଶକ ତମେ ଆମକୁ ଉଷୁମ ଲାଗି আগু আস তেবে সুরপতি ସୁରପତି দেবরাজ ইন্দ্র ବାସ୍ সুত ହଁ জয়ন্ত ଜୟନ୍ତ বিশ্ব যেତେବେଳେ মা কହୁଛି দশরথ রাম ভগবান বলি জয়ন্ত আজ সন্দেহ কলা
ଯେମିତି ସୀତା ମାଙ୍କୁ ସନ୍ଦେହ କରିକି ଅସଧି କଲେ ଦାସେ ଆଜ୍ଞା ଇଏ ଜଣେ ଆଜ୍ଞା କାକ হ্যাঁ বিশ্ব কହୁଛି দশরথ রাম ভগবান জয়ন্ত মানুনি না কোলা মো বাপা ইন্দ্র স্বর্গরে রহিছি আচ্ছা অমৃত খাইলা বালা বালা বিশ্ব সাথে মু কোন সমানে না মু পরীক্ষা করিবি করিবি সুর আরে পরীক্ষা করিবা পাই পহଞ୍ଚିଲା কোটি দেখিলা হ্যাঁ অরণ্য মধ্যরে আচ্ছা কুটির নিকটরে ହେଲା সীতামা বসিছন্তি হ্যাঁ রাম রঘুনাথ সীতামাঙ্ক কোଳକୁ মণ্ডন କରି হ্যাঁ জ্ঞানী মণ্ডলী শয়ন କରିଛ କରିଛନ୍ତି ଏ ଦୃଶ୍ୟଟାକୁ ଯେତେବେଳେ ଜୟନ୍ତ ଦେଖିଲା ଆଚ୍ଛା ତା ମନରେ ସନ୍ଦେହ ବଢିଲା କାହିଁକି କହିଲା ବିଶ୍ୱ ଯାହା କହୁଛି ଭୁଲ ଏ? ମୋ ଚିନ୍ତାଧାରା ହଉଛି ଠିକ ଠିକ। କଲା କଣ କଣ କଲା ଧରିଲା କାକ ରୂପ କାହିଁକି କାହିଁକି ଆଜ୍ଞା କାକ ରୂପ ଧରିଲା କାହିଁକି ଧରିଲା ଏଡେ ଘରର ପୁଅ ବେଶ ଚାହିଁଥିଲେ ସିଂହ ହେଇପାରିଥାନ୍ତା ଅହ। ବାଘ ହେଇପାରିଥାନ୍ତା ଆଜ୍ଞା। ମୟୂର ହେଇପାରିଥାନ୍ତା ହଁ। ହଂସ ହେଇପାରିଥାନ୍ତା ବେଶ ଇଏ ନିଚ ରୂପ କାହିଁ ଧରିଲା କାକ ରୂପ କାକ ରୂପ କାହିଁକି ଧରିଲା ଯାର ମନ ଯେଡେ ବେଶ ତାର ପ୍ରଭୁ ତେଡେ ତେଡେ ମନଟା ଯେତେବେଳେ ନିଚ ଗୁମା ପଳେଇବ ଆଚ୍ଛା ଆପେ ଆପେ କର୍ମ ଗୁଡାକ ନିଚ ଗତି ହେଇଯିବ ହେଇଯିବ କଲେ କଣ କଣ କଲେ ଧରିଲା କାକ ରୂପ କରିଲା ନିଚ କର୍ମ କଣ ଆଜ୍ଞା କାଳ ଆସିଥିଲା ହଁ ବ୍ରହ୍ମ ରାମ ରଘୁନାଥଙ୍କୁ ପରୀକ୍ଷା କରିବା ପାଇଁ ଭାଇ ସୀତାମାଙ୍କର ହଁ ବକ୍ଷ ଯୋଗୁ ଚଞ୍ଚୁଘାତ କଲା କଲା আছে ଏ କଥା ଆଜ୍ଞା ସତ୍ୟ ବେଶ ଜୟନ୍ତ କାକ ହୁଁ। ସୀତାମାଙ୍କର ଆଜ୍ଞା ବକ୍ଷ ଯୋଗୁ ବେଶ ଚଞ୍ଚୁଘାତ କରିଛି କରିଛି ଏ କଥା କିନ୍ତୁ ତୁଳସୀ ଦାସ ଲେଖିଲେନି କହିଲେ ନାଇଁ ନାଇଁ ସିଏ ମୋର ମା ବାସ୍ ମୁଁ ତାଙ୍କର ପୁଅ ପୁଅ ଏଇଥିରୁ ଆପଣ ଜାଣୁଥିବେ ଆଚ୍ଛା ଭଞ୍ଜ ଲେଖିଲେନି ସୀତା ସତୀ ହଁ ବାଲ୍ମୀକି ଲେଖିଲେନି ସୀତା ସତୀ ବ୍ୟାସ ଲେଖିଲେନି ସୀତା ସତୀ ହଁ ଇଏ ତ କାଢୁଆ ଗାୟକ ସୀତା ମା ସତୀ ଆ ତତ୍ଵଟା ମୁଁ କହିବି ହଁ ତବେ ବୁଝି ନ ପାଲାକୁ ବାସ୍ ଯିଏ ନ ବୁଝନ୍ତି ଏ ଜୟନ୍ତ କାକ ଭଳି ହଁ ସିଏ ଭ୍ରମରେ ପଡନ୍ତି ପଢନ୍ତି ଆଉ ଆସୁ ଆସୁ ସିଏ ଲେଖିଲେ ଚରଣକୁ ଚଞ୍ଚୁଘାତ କଲା କଲା କିନ୍ତୁ ମା ବକ୍ଷଜଟା ହଉଛି ଠିକ ଏ ରୁଧିର ବହି ଚାଲିଛି ଆଚ୍ଛା ରାମ ରଘୁନାଥ ହସିଲେ ଏ କହିଲେ ଜୟନ୍ତ ହଁ କଣ କଲୁ ଚାଣ୍ଡାଳ କଣ କଲୁ ତୁ ଯୋଡିଏ ନେତ୍ର ତତେ ଦେଇଥିଲି ତୋ କର୍ମରେ ତୁ ଲଗେଇ ପାରିଲୁନି ନା ମତେ ପରୀକ୍ଷା କରିବା ପାଇଁ ଆସିଥିଲୁ ଏ ଯଦି ମତେ ପରୀକ୍ଷା କରିଥାନ୍ତୁ ମୁଁ ଆନନ୍ଦ ହେଇଥାନ୍ତି ଆଚ୍ଛା ନାରୀ ପ୍ରତି ଯୋଉ ଅପକର୍ମ କରିଛୁ ବେଶ ତୋ ପାଇଁ ଦଣ୍ଡ ଦିଆଯିବ ନିଶ୍ଚିତ କଣ ଦଣ୍ଡ ଦେଲେ କଣ ଦେଲେ ପାଖରେ ଥିଲା ଗୋଟେ କାଇଁ ଶିକା ଗଛ ଆଜ୍ଞା ଡାଙ୍ଗଟାକୁ ଭାଙ୍ଗି ଆଣିଲେ ଆଚ୍ଛା ଅଭିମନ୍ତ୍ରିତ କରିକି ମା ଛାଡ଼ିଦେଲେ ଛାଡ଼ିଦେଲେ ଯାଉଛି କେମିତି ସେଇ ତୁଳସୀ ଦାସ ଆସୁ କୋଲେ ମନ୍ତ୍ର ପ୍ରେରିତ ବ୍ରହ୍ମ ଶରଧା ମନ୍ତ୍ର ପ୍ରେରିତ ବ୍ରହ୍ମ ଶରଧା ଚାଲିଲା ଆଜ୍ଞା କାଇଁ ଶିକା ଗଛର ଡାଙ୍ଗ ଡାଙ୍ଗ କିଭଳି ଯାଉଛି ବାପା କିଭଳି ବ୍ରହ୍ମସର ସଦୃଶ ଚାଲିଛି ଚାଲିଛି ଚାହିଁଦେଲା ଜୟନ୍ତ କାକ ବାহ ବାহ କହିଲା ମୋ ଚିନ୍ତାଧାରା ଭୁଲ ହେଇଗଲା ହେଇଗଲା ମୁଁ କଣ କରିବି ହଁ ବ୍ରହ୍ମ ଛାଡ଼ିଛି ବ୍ରହ୍ମସର ହଁ ଗୋଡେଇଛି ମୁଁ ମରିବି କରିବି ସୁର ଆରେ ମା ବାପା ଇନ୍ଦ୍ର ଇନ୍ଦ୍ରାଣୀଙ୍କ ପଦକନ୍ଦରେ ଶରଣ ପଶିଲା ବାସ୍ ପଚାରିଦେଲେ ଇନ୍ଦ୍ର ବାସ୍ କହିଲା ରେ କାହିଁକି ନସର ବସର କି ଢାଇଛୁ ବ୍ରହ୍ମ ଗୋଡେଇ ନା ମୁଁ ସନ୍ଦେହ କଲି ବ୍ରହ୍ମକୁ ହଁ। ବ୍ରହ୍ମ ଛାଡ଼ିଛି ବ୍ରହ୍ମସର ହଁ ମତେ ରକ୍ଷା କର ମା ବାପା ରକ୍ଷା କର ନା ଏ ଚଣ୍ଡାଳ ହଁ ଇଏ ବିଶ୍ୱରେ ଯିଏ ରକ୍ଷା କରିବା ବାଲା ଆହା ସିଏ ଯଦି ମାରିବା ପାଇଁ ତୋତେ ଉଦ୍ୟତ ହୋଇଛି ତା କବଳରୁ ହଁ ତୋତେ କିଏ ରକ୍ଷା କିଏ ଆଉ କରିବ ରଖିବ ଯା ତାରି ଚରଣ ତଳେ ଶରଣ ଶରଣ ପଶି ପଶି। ଚାଲିଲା ବାପା ଜୟନ୍ତ ଆଜ୍ଞା ପଡିଲା ପଦ ତଳେ ରାମ ରଘୁନାଥଙ୍କର କହିଲେ ଜୟନ୍ତ କୁହନ୍ତୁ ଯୋଡିଏ ନେତ୍ର ତୋତେ ଦେଇଛି ଆଚ୍ଛା ଗୋଟିଏ ଜ୍ଞାନ ନେତ୍ର ଆଉ ଗୋଟିଏ ଆଉ ଗୋଟେ ବୈରାଗ୍ୟ ନେତ୍ର ନେତ୍ର ଜ୍ଞାନ ନେତ୍ରରେ ଜାଣିଲୁ ଇଏ ବିଶ୍ୱ କହୁଛି ଦଶରଥ ରାମ ଭଗବାନ ବାସ୍ ବୈରାଗ୍ୟ ନେତ୍ର ଅନୁଭବ କରିବା କଥା କଥା। ଯେହେତୁ ଅନୁଭବ କରିପାରିଲୁ ନାହିଁ ଏ ଏ ବୈରାଗ୍ୟ ନେତ୍ରଟା ତୋର ଧ୍ୱଂସ ହବ ଆହା
কাইশিকা ব্রহ্ম শর দ্বারা আজ্ঞা সেদিন জয়ন্ত কাকর বৈরাগ্য নেত্র কুমা বিধ কলে ধ্বংস হেলা হেলা এ সৃষ্টিরে আজ্ঞা ভগবানକୁ ଯିଏ ସନ୍ଦେହ କରେ আজ্ঞା ତାର ବୈରାଗ୍ୟ ନେତ୍ରଟା ଧ୍ୱଂସ ହୁଏ। ତମର ଦାସେ ସେମିତି ହେଇଯିବ। ପ୍ରଭୁକୁ ସନ୍ଦେହ କର ନା, ମାଙ୍କୁ ସନ୍ଦେହ କର ନା, କେତେବେଳେ ଆଖି ଫୁଟିଯିବ। ଦେଖନ୍ତୁ ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମଟି କେମିତି ଲାଗିଲା ଆଶା କରୁଛି ନିଶ୍ଚିନ୍ତ ଭାବେ ଭଲ ଲାଗିବ। ଆହୁରି ନୂଆ ନୂଆ କାର୍ଯ୍ୟକ୍ରମ ଦେଖିବା ପାଇଁ ଆପଣମାନେ ଆମ ଚ୍ୟାନେଲକୁ ଲାଇକ୍ ଆଉ ସେୟାର କରନ୍ତୁ। ଆଜ୍ଞା ହଁ, ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ରହୁଛି, ନମସ୍କାର।